ପିଲା ମାନେ ଆଜି ଆମେ ତମ ପ୍ରଥମ ଶ୍ରେଣୀ ହସଖେଳ ବହିର ପାଠ 2 ଟୁନା ଟୁନି ଗପଟିକୁ ଆମେ ଭଲ ଭାବରେ ପଢିଥିଲେ ଏବଂ ବୁଝିଥିଲେ। ଏବେ ଆମେ ତାହାର ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିବା ଏବଂ ଭଲ ଭାବରେ ବୁଝିବା। ପିଲାମାନେ ତମାନେ ଯଦି ଏହି ଭିଡିଓଟିକୁ ଦେଖୁଥାଅ କିମ୍ବା ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ପ୍ରଥମେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅ। ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ, ଯାହା ଫଳରେ ତମାନେ ଘରେ ବସି ନୂଆ ନୂଆ ଭିଡିଓ ଗୁଡ଼ିକ ଦେଖିପାରିବ। ପିଲାମାନେ ତମାନେ ନିଜ ନିଜ ବହିର ପୃଷ୍ଠା ନମ୍ବର 5 ଖୋଲ। ସମସ୍ତେ ଖୋଲ, ତମ ବହିରେ ପୃଷ୍ଠା ନମ୍ବର 5 ଖୋଲ ନା ନାହିଁ? ଏ ଦେଖ ପୃଷ୍ଠା ନମ୍ବର 5 ତମ ବହି ଖୋଲ ପିଲାମାନେ। ଏଠି ଦେଖ ପିଲାମାନେ କଣ ଦେଇଛି, ଏଠି ଅଭ୍ୟାସ କାର୍ଯ୍ୟ ଦେଇଛି। 1 ନମ୍ବର ଦେଖିବା କଣ ଦେଇଛି। ଚ ଅକ୍ଷର ଚାରିପଟେ ଗୋଲ କରିବା ଓ ଟ ଅକ୍ଷର ଚାରିପଟେ କଣ ଏଇଭଳିଆ ଚାରିକଣିଆ ଘର କରିବା। ଦେଖିବା ଏଠି ଯେଉଁଠି କଣ ଦେଖ ପିଲାମାନେ, ଏଠି ସବୁ କଣ, ଏଠି ଚ ଅକ୍ଷର ଚାରିପଟେ ଆମେ କଣ କରିବା ନା ଗୋଲ କରିବା, ଆଉ ଟ ଅକ୍ଷର ଚାରିପଟେ ଆମେ କଣ କରିବା ନା ଏଇଭଳିଆ ଚାରିକଣିଆ ଘର କରିବା। ହେଲା, ଏଠି କଣ ଦେଇଛି ଦେଖିବା ପିଲାମାନେ। ଏଠି କଣ ଲେଖା ହେଇଛି ନା ଚୋ ଉ କି। ହେଲା, ଯେହେତୁ ଏଠି ଚ ଅଛି ଆମେ ଚ ଅକ୍ଷର ଚାରିପଟେ କଣ କରିବା ନା ଗୋଲ କରିବା। ତମାନେ ତମାନଙ୍କ ବହିରେ ଏଇଭଳି ଭାବରେ ଗୋଲ କର। ତାପରେ କଣ ଦେଇଛି ବାଘ। ଏଠି ଚ ନାହିଁ କି ଟ ନାହିଁ, ଏଠି ଆମେ ଗୋଲ କରିବାନି କି ଚାରିକଣିଆ ଘର କରିବାନି। ତାପରେ ଦେଖିବା ଏଠି କଣ ଲେଖା ହେଇଛି କ ବା ଟ। ହେଲା, ଏଠି ଟ ଅଛି ଯେହେତୁ ଟ ଚାରିପଟେ କଣ ଚାରିକଣିଆ ଘର କରିବା। ଆମେ ଚ ଥିଲେ ଆମେ ଗୋଲ କରିଥାନ୍ତେ। ତାପରେ କଣ ଦେଇଛି ପିଲାମାନେ, ଏଠି ଦେଖିବା ଚଟ, ଚ ଟ। ହେଲା, ଏଠି ଚ ବି ଅଛି ଟ ବି ଅଛି। ଏଠି ଚ ଚାରିପଟେ ଆମେ କଣ କରିବା ନା ଗୋଲ କରିବା, ଟ ଚାରିପଟେ ଆମେ କଣ କରିବା ଚାରିକଣିଆ ଘର କରିବା। ହେଲା, ତମାନେ ତମାନଙ୍କ ବହିରେ ଏଇଭଳିଆ କର। ତାପରେ କଣ ଦେଇଛି ପିଲାମାନେ ଟ ଗ ର। ହେଲା, ଏଠି ଟ ଅଛି ଯେହେତୁ ଟ ଚାରିପଟେ ଆମେ କଣ କରିବା ନା ଚାରିକଣିଆ ଘର କରିବା। ତମାନେ ତମାନଙ୍କ ବହିରେ ଏଇଭଳିଆ ଘର କର। ତାପରେ ଏଠି କଣ ଲେଖା ହେଇଛି ପିଲାମାନେ ପନିକି। ହେଲା, ପନିକି ଏଠି ଲେଖା ହେଇଛି। ଏଠି ଚ ନାହିଁ କି ଟ ନାହିଁ, ଏଠି ଆମେ ଗୋଲ କରିବାନି କି ଚାରିକଣିଆ ଘର କରିବାନି। ତାପରେ ପିଲାମାନେ ଦେଖ ଏଠି କଣ ଲେଖା ହେଇଛି ଅରଟ। ଅରଟ ଯେହେତୁ ଏଠି ଟ ଅଛି ଆମେ ଟ ଚାରିପିଟି ଏଠି ଘର କରିନେବା। ତାପରେ ଏଠି ଲେଖା ହେଇଛି କଣ ମାଠିଆ। ହେଲା, ଏଠି ଟ ନାହିଁ କି ଚ ନାହିଁ, ଏଠି ଆମେ ଗୋଲ କରିବାନି କି ଚାରିକଣିଆ ଘର କରିବାନି। ହେଲା, ତାପରେ ଏଠି ଦେଇଛି କଣ ଚାମଚ। ଏଠି ଚ ଅଛି, ଏଠି ବି ଚ ଅଛି, ଆମେ ଚ ଚାରିପିଟି କଣ କରିବା ନା ଗୋଲ କରିବା। ଏଠି ବି ଚ ଚାରିପିଟି ଆମେ ଗୋଲ କରିବା। ତମାନେ ତମାନଙ୍କ ବହିରେ ଏଇଭଳି ଭାବରେ ଗୋଲ କରିନବ। ନା 2 ନମ୍ବର ପ୍ରଶ୍ନ ପଢ ପିଲାମାନେ। ଏଠି କଣ ଦେଇଛି, ତଳ ଛବିରେ ଥିବା ଜିନିଷ ମାନଙ୍କର ନାମ କହିବା। କେଉଁ ଜିନିଷ ଗୁଡ଼ିକ ଭାରୀ ଓ କେଉଁ ଗୁଡ଼ିକ ହାଲୁକା କହିବା। ହେଲା, ପିଲାମାନେ ତମାନେ ଏଇ ଛବି ସବୁ ଦେଖ। ଏହି ଛବି ମଧ୍ୟରୁ କେଉଁ ଜିନିଷ ଗୁଡ଼ିକ ଭାରୀ ଆଉ କେଉଁ ଜିନିଷ ଗୁଡ଼ିକ ହାଲୁକା ତମାନେ ଏଠାରେ କହିବ। ହେଲା, ପିଲାମାନେ କହିଲ ଦେଖି, ଏଇଟା ଗୋଟିଏ କାହାର ଛବି? ଏଇଟା ଗୋଟିଏ ଚାମଚର ଛବି। ଆଚ୍ଛା କହିଲ, ଚାମଚ ଭାରୀ ନା ହାଲୁକା? କୁହ। ଚାମଚରେ ତମେ ଖାଇଥିବ। କୁହ ପିଲାମାନେ, ଏଇଟା ସମସ୍ତେ ଦେଖିଥିବ ତମାନଙ୍କ ଘରେ ଚାମଚ ଅଛି। କୁହ, ଚାମଚ ଗୋଟିଏ ଭାରୀ ନା ହାଲୁକା ଜିନିଷ? ଚାମଚ ଗୋଟିଏ ହାଲୁକା ଜିନିଷ, ଯେହେତୁ ଏଟା ବହୁତ ଛୋଟ। ତାପରେ ପିଲାମାନେ ତମାନେ ଲକ୍ଷ୍ୟ କର, ଏଟା ଗୋଟିଏ କାହାର ଛବି? ଏଟା ଗୋଟିଏ ମାଠିଆର ଛବି। ମାଠିଆ ଯେହେତୁ ବଡ, ଏଟା ଗୋଟିଏ ଭାରୀ ନା ହାଲୁକା ଜିନିଷ? କୁହ, ଏଟା ଗୋଟିଏ କଣ ଭାରୀ ଜିନିଷ। ଏଠି ଦେଖ ପିଲାମାନେ, ଏଟା ଗୋଟିଏ କଣ ଚଟ। ଚଟ ଗୋଟିଏ ଭାରୀ ନା ହାଲୁକା ଜିନିଷ? ଏଟା ତମମାନଙ୍କ ଘରେ ସବୁ ଅଛି। ତମାନେ କଣ କୁହ ଆକୁ ଆସନ କହିଥାଅ। ଆସନ କଣ ବହୁତ ହାଲୁକା ଜିନିଷ। ଏଟା ଚଟ ହଉଛି କଣ ଗୋଟିଏ ହାଲୁକା ଜିନିଷ। ତାପରେ ଏଇଟା ପିଲାମାନେ ତମମାନେ ଲକ୍ଷ୍ୟ କର, ଏଇଟା ତମମାନଙ୍କ ଘର ସମସ୍ତେ ଦେଖିଥିବ। ତମମାନଙ୍କ ଘରେ ମଧ୍ୟ ଥିବ। ଏଇଟା କଣ, ଏଇଟା କାହାର ଛବି? ଏଟା ଗୋଟିଏ ଶାବଳର ଛବି। ଶାବଳ କେଉଁଥିରେ ତିଆରି ହୁଏ ନା ଲୁହାରୁ ତିଆରି ହୁଏ। ଯେହେତୁ ଶାବଳ ଲୁହାରେ ତିଆରି, ଏଟା ବହୁତ
कौन भारी ना हल्का जिनस कुह एटा गोटे भारी जिनस है पिला माने कुह एटा कहार छवि एटा तुम माने भल भाव जानी एटा कहार इटार छवि इटारू आम कौन करूँ घर तैयारी करूँ एटा गोटे भारी ना हल्का जिनस कहल एटा गोटे भारी जिनस है एटा कहार छवि पिला माने तुम माने कुह याकू तमे समस्ते स्कूल देखिथिब एको कौन कह जाए पट कह जाए पटर सब कौन रुहे चाउल रुहे गहम रुहे धान रुहे एटा गोटे भारी ना हल्का जिनस एटा कौन गोटे भारी जिनिस पट गोटे भारी जिनस ना नहीं अच्छा हो एबे 3 नंबर प्रश्न देखिबा पिला माने कौन देइछि घरे थिबा केतोटी भारी जिनिसर नाम कहिबा पिला माने तम माने कुह तम मानक घरे केतोटी भारी जिनिसर नाम कुह देखिथिब तम माने तम मानक घरे कौन अछि शाबल अछि शाबल गोटे भारी जिनिस ना नाही एठी लिखिबो तमे शाबल आ कौन कुह मने पकेकी ना टीवी गोटे भारी जिनिस लिखिबो टीवी आ कौन कुह पिला माने आ कौन चौकी तम मानक घरे अछि ना नाही चौकी समस्त घरे थिबो लिखिबो कौन चौकी आ कौन कुह पिला माने आ कौन फ्रिज एठी लिखिबो फ्रिज गोटे भारी जिनिस आ कौन कुह पिला माने खट अछि ना नाही खट लिखिबो एठी खट गोटे भारी जिनिस आ कौन कुह पिला माने त माने मने पकेकी आ कौन लिखिबो एठी 4 नंबर प्रश्न कौन देइछि पिला माने देखिबा एठी छवि देखी तल लेखा पढ़िबा हैला एठी छवि दे देइछि पिला माने आमे कौन करिबा ना ई तल लेखा उड़िक देखिकी पढ़िबा एठी कौन देइछि देखिबा एठी कौन लेखा आइछि ना च टर हसिकर टी आ चटिया एटा गोटे कौन चटिया रे छवि आमे जेतेबेले टुना टुनी गप पढ़ितिले सेठी कौन चाळ ऊपर आमे चटिया को देखतिले ना नाही एटा होछि कौन सेही चटिया रा छवि एठी कौन लेखा आइछि चपल तम माने सब पादरे चपल पिंध कि नाही हैला एटा कौन लेखा आइछि ना खटरे तम माने कौन कर समस्ते सुओ तापर एटा कौन लेखा आइछि पिला माने चरा आकरे चा बरेसिरे बी चाबी तम माने चाबी को समस्ते देखिथिबो स्कूल जाउचो जेतेबेले कौन तम मानक स्कूल घरे सब चाबी खोला होछि ना नाही तापर एठी कौन लेखा आइछि च टरे सिकरे टू चट्टू को तम माने सब घरे देखिथिबो भात कौन छंका हुए आधेरे हैला तापर कौन देइछि ना चक तम माने सब देखिथिबो चक को साइकिल चक गाड़ी चक हैला एबे बुझेला कि नाही पिला माने एबे आमे देखिबा 5 नंबर प्रश्न कौन देइछि तम माने तम बही को लक्ष्य कर छवि देखी कहिबा हैला केउ छवि पिला माने देख एई छवि को देखि आमे कौन करिबा ना कहिबा एठी गोटे पुरुष लोक अछंती एठी गोटे स्त्री लोक अछंती देखिला तम माने छवि को तापरे देखिबा एठी आमे प्रश्न कौन देइछि देखिबा 5 नंबर को कौन देइछि किए धोती पिंधिचंती अच्छा कहिलो पिला माने एठी किए धोती पिंधिचंती एई पुरुष लोक जनक धोती पिंधिचंती ना एही स्त्री लोक जनक धोती पिंधिचंती आंक भितरु किए धोती पिंधिचंती ना एई पुरुष लोक जनक धोती पिंधिचंती एठी तम माने लिखिबो पुरुष लोक जनक धोती पिंधिचंती तापरे ख नंबर प्रश्न कौन देइचंती से आउ कौन कौन पिंधिचंती अच्छा कहिलो पिला माने पुरुष लोक जनक आउ कौन कौन पिंधिचंती सेठी पादरे चप्पल पिंधिचंती धोती पिंधिचंती आउ कौन पिंधिचंती पंजाबी पिंधिचंती आउ चश्मा पिंधिचंती हैला एई भली भाबरे तम माने लिखिबो ग नंबर प्रश्न कौन देइछि तुम घरे आउ किए किए अछंती अच्छा कहिलो पिला माने तमानक घरे आउ किए किए अछंती तमानक घरे बापा माँ भाई भौणी काका खुड़ी जेजे बापा जेजे माँ ये सब अछंती ना नहीं एठी लिखिबो तम माने घ नंबर प्रश्न कौन देइछि पिला माने किए साड़ी पिंधि छंती किए एठी साड़ी पिंधि छंती पिला माने कहिलो एई स्त्री लोक जनक साड़ी पिंधि छंती एठी तमे लिखि नबो कौन लिखिबो ना एठी स्त्री लोक
ଶାଢ଼ୀ ପିନ୍धिଛନ୍ତି ହେଲା। ଏଠି ଲେଖିବ ସ୍ତ୍ରୀ ଲୋକ। ତାପରେ କଣ ଦେଇଛି ଦେଖିବା ପିଲାମାନେ ପ୍ରଶ୍ନ। ସେ ଆଉ କଣ ପିନ୍ଧିଛନ୍ତି? ସେ ଆଉ କଣ ପିନ୍ଧିଛନ୍ତି ପିଲାମାନେ କୁହ? ପାଦରେ ଚପଲ ପିନ୍ଧିଛନ୍ତି, ଆଉ ଶାଢ଼ୀ ପିନ୍ଧିଛନ୍ତି, ହାତରେ ଚୁଡ଼ି ପିନ୍ଧିଛନ୍ତି, ବ୍ଲାଉଜ ପିନ୍ଧିଛନ୍ତି, ଆଉ କଣ ଏଠି ହାର ପିନ୍ଧିଛନ୍ତି, ଆଉ କଣ ପିନ୍ଧିଛନ୍ତି? ଏଠି ମୁଣ୍ଡରେ ଟିକିଲି ମଧ୍ୟ ଏଠି ପିନ୍ଧିଛନ୍ତି, ଏଠି କାନଫୁଲ ମଧ୍ୟ ପିନ୍ଧିଛନ୍ତି ହେଲା। ଏଇଭଳି ଭାବରେ ତମାନେ ଏଠି ଲେଖିବ। 6 ନମ୍ବର କ୍ୱେଶ୍ଚିନ୍ ପିଲାମାନେ କଣ ଦେଇଛି? ପୁରୁଷ ଲୋକମାନେ ଆଉ କେଉଁ ପୋଷାକ ସବୁ ପିନ୍ଧନ୍ତି? ପୁରୁଷ ଲୋକମାନେ କଣ ପିଲାମାନେ? ପୁଅ ପିଲାମାନେ। ପୁଅ ପିଲାମାନେ ସବୁ କଣ ପିନ୍ଧନ୍ତି? କୁହ ପିଲାମାନେ। ପ୍ୟାଣ୍ଟ ପିନ୍ଧନ୍ତି, ଆଉ କଣ? ସାର୍ଟ, ଗେଞ୍ଜି, ଆଉ କଣ? କୋଟ୍ ମଧ୍ୟ ପିନ୍ଧନ୍ତି, ଚଷମା, ଆଉ କଣ? ଆଦି ସବୁ ପିନ୍ଧନ୍ତି ନା ନାହିଁ? ଏଇଭଳି ଭାବରେ ତମାନେ ଲେଖିବ ମନେ ପକେଇକି ହେଲା। ଆଉ ଥରେ ମୁଁ କହିଦଉଛି, ତମାନଙ୍କର ମନେ ରହିବ କି ନାହିଁ? କଣ? ପ୍ୟାଣ୍ଟ, ସାର୍ଟ, ଆଉ କଣ? ଗେଞ୍ଜି, କୋଟ୍, ଆଉ କଣ? ଆଉ କଣ? ଚଷମା ମଧ୍ୟ ପିନ୍ଧନ୍ତି। 6 ନମ୍ବର ପ୍ରଶ୍ନ ଦେଖିବ ପିଲାମାନେ। ସ୍ତ୍ରୀ ଲୋକମାନେ ଆଉ କେଉଁ ପୋଷାକ ସବୁ ପିନ୍ଧନ୍ତି? ସ୍ତ୍ରୀ ଲୋକମାନେ ପିଲାମାନେ କାହାକୁ ବୁଝଉଛି? ଝିଅ ଛୁଆମାନଙ୍କୁ ବୁଝଉଛି। ଝିଅ ଛୁଆମାନେ କଣ ପିନ୍ଧନ୍ତି? ନା ଡ୍ରେସ୍ ପିନ୍ଧନ୍ତି, ଫ୍ରକ୍ ପିନ୍ଧନ୍ତି, ଆଉ କଣ? ନା ଶାଢ଼ୀ ପିନ୍ଧନ୍ତି, ଆଉ ଚୁଡ଼ିଦାର ପିନ୍ଧନ୍ତି, ଆଉ କଣ ପିନ୍ଧନ୍ତି? ନା କୁର୍ତ୍ତା ପିନ୍ଧନ୍ତି ହେଲା। ଏଇ ସବୁ ଲେଖିବ ଏଠି। 6 ନମ୍ବର ପ୍ରଶ୍ନ ଦେଖିବା ପିଲାମାନେ କଣ ଦେଇଛି? କବିତାରେ ଚ ତଳେ ଗାର ଓ ଟ ଉପରେ ଗାର ଦେବା। ଯେମିତି ଚ ତଳେ ଏଇଭଳିଆ ଆମେ ଗାର ଦେବା, ଟ ଉପରେ ଆମେ ଏଇଭଳିଆ ଗାର ଦେବା। କବିତାରେ ପିଲାମାନେ କଣ ମାନେ ବୁଝୁଛ? କବିତା କହିଲେ ଆମେ ଯେଉଁ ଟୁନାଟୁନି ଗପଟିକୁ ପଢିଥିଲେ, ସେହି ଟୁନାଟୁନି ଗପରେ ଆମେ କଣ କରିବା? ଟୁନାଟୁନି ଗୀତ ଆମେ ପଢିଥିଲେ ନା ନାହିଁ? ସେଇ ଟୁନାଟୁନି ଗୀତରେ ଯେଉଁଠି କଣ ଚ ଥିବ, ଚ ଅକ୍ଷର ତଳେ ଆମେ କଣ କରିବା? ନା ଏମିତି ଗାର ଦେବା। ଯେଉଁଠି ଟ ଥିବ, ଟ ଉପରେ ଆମେ ଏମିତି ଗାର ଦେବା। ଏବେ ଦେଖିବା ଚାଲ ପିଲାମାନେ, ଆମେ ସେଇ କବିତାଟିକୁ ପଢିବା ଏବଂ ଏଇଭଳି ଭାବରେ ଗାର ଦେବା। ପିଲାମାନେ ଦେଖ, ଏଠି ଟୁନାଟୁନି କବିତାଟି ଅଛି। ଆମେ ଏଠି ପଢିବା ଏବଂ ଚ ଅକ୍ଷର ତଳେ ଆମେ କଣ କରିବା? ଗାର ଦେବା, ଆଉ ଟ ଅକ୍ଷର ଉପରେ ଆମେ ଗାର ଦେବା। ଏଠି ଦେଖିବା, ପଢିବା ଗପଟିକୁ, ଗୀତଟିକୁ। ଟୁନାଟୁନି ଭାଇ ଭଉଣୀ। ଏଠି ପିଲାମାନେ ଲକ୍ଷ୍ୟ କର, ଟ ଅଛି ଏଠି ବି ଟ ଅଛି। ଯେହେତୁ ଏଠି ଟ ଅଛି, ଟ ଅକ୍ଷର ଥିଲେ ଆମେ କଣ କରିବା? ଏଠି ଉପରେ ଗାର ଦେବା। ଚ ଥିଲେ ଆମେ ତଳେ ଗାର ଦେଇଥାନ୍ତେ। ଆଣିଲେ ଚାଉଳ ଚୁନା। ଏଠି ଚ ଅଛି ପିଲାମାନେ, ଚ ଥିଲେ କଣ କରିବା? ନା ଆମେ ତଳେ ଗାର ଦେବା। ଏଠି ଚ ଅଛି ପିଲାମାନେ, ଚୁନା ଲେଖା ହେଇଛି, ଏଠି ବି ଆମେ ତଳେ ଗାର ଦେବା। ପିଲାମାନେ ତମାନଙ୍କ ବହିରେ ଦେଖ, ଏଇଭଳି ଭାବରେ ଗାର ଦିଅ। ବିରି ପାଟିଲେ ଚକୁଳି କଲେ। ଏଠି ଚ ଅଛି ପିଲାମାନେ, ଚ ତଳେ ଗାର ଦେବା। ଟ ଥିଲେ କଣ କରିଥାନ୍ତେ? ନା ଟ ଥିଲେ ଆମେ କଣ କରିଥାନ୍ତେ? ନା ଉପରେ ଗାର ଦେଇଥାନ୍ତେ। କହିଲେ ଚଟିଆ ଅନା। ଏଠି ଚ ଅଛି ପିଲାମାନେ, ଏଠି ଚ ତଳେ ଗାର ଦେଇବ। ତାପରେ ପିଲାମାନେ ତମାନେ ଲକ୍ଷ୍ୟ କର, ଏଠି କବାଟ ଖୋଲି କହିଲା ଟୁନା। ଏଠି ଟ ଅଛି ପିଲାମାନେ, ଟ ଉପରେ ଗାର ଦେବ ତମାନେ। ବାଘ ମାମୁଁ ହେ ଆସ, ଚକୁଳି ଚିନି ଚଟଣି ଖାଇ ଚୌକି ଉପରେ ବସ। ଏଠି ଚ ଅଛି ପିଲାମାନେ, ଚ ତଳେ ତମାନେ ଗାର ଦିଅ। ଏଠି ବି ଚ ଅଛି, ଚ ତଳେ ଗାର ଦିଅ। ଏଠି ବି ଚ ଅଛି ପିଲାମାନେ, ଚ ତଳେ ତମାନେ ଗାର ଦିଅ। ତାପରେ ଏଠି କଣ ଲେଖା ହେଇଛି? ଚୌକି ଲେଖା ହେଇଛି। ଏଠି ତମାନେ ଚ ତଳେ ଗାର ଦିଅ। ତାପରେ ଏଠି ଚ ନାହିଁ, ଏଠି ବି ଚ ନାହିଁ। ତାପରେ ଏଠି କଣ ଦେଇଛି ପିଲାମାନେ? ଚୌକି କଲା କଟ କଟ, ବାଘ ମାମୁଁ ଛଟ ପଟ। ଏଠି ଚ ତଳେ ତମାନେ ଗାର ଦବ। ଯେହେତୁ ଏଠି ଚୌକି ଅଛି, ଏଠି କଣ ଦେଇଛି? କଟ କଟ। ଏଠି ଟ ଅଛି ମାନେ ଟ ଉପରେ ତମାନେ ଗାର ଦବ। ବାଘ ମାମୁଁ ଛଟ ପଟ। ଏଠି ଯେହେତୁ ଟ ଅଛି ପିଲାମାନେ, ତମେ ବି ଏଠି ଟ ଉପରେ ଗାର ଦବ ହେଲା। ଏଇଭଳି ଭାବରେ ତମାନେ ତମାନଙ୍କ ବହିରେ ଗାର ଦେବ ହେଲା। ଯେଉଁଠି ଚ ଅକ୍ଷର ଥିବ, ସେଠି କଣ କରିବ? ନା ତଳେ ଗାର ଦବ। ଆଉ ଯେଉଁଠି ଟ ଥିବ, ସେଠି କଣ କରିବ? ନା ଉପରେ ଗାର ଦବ ହେଲା। ଏବେ ବୁଝିପାରିଲ କି ନାହିଁ ପିଲାମାନେ? 6 ନମ୍ବର ପିଲାମାନେ, ତମାନେ ବୁଝିପାରିଲ କି ନାହିଁ ଭଲ ଭାବରେ ହେଲା। ଚ ଆଉ ଟ ଉପରେ ଆମେ ଗାର ଦେଇଦେଲେ। ତାପରେ ଏବେ 7 ନମ୍ବର ଦେଖିବା କଣ ଦେଇଛି।
च ଓ ଟ ଲଗାଇ ଆଉ କେଉଁ ସବୁ ଶବ୍ଦ ଜାଣିଛ ଆସ କହିବା। च ଆଉ ଟ ଲଗେଇକି କ'ଣ କରିବା ପିଲାମାନେ? ନା କେଉଁ ସବୁ ଶବ୍ଦ ତମମାନେ ଜାଣିଛ କୁହ ମତେ। ହେଲା, च ଲଗେଇକି ପ୍ରଥମେ ଆମେ ଲେଖିବା। ଚରେ କ'ଣ ହବ ପିଲାମାନେ କହିଲ? ଚାଉଳ ହବ। ଆଉ କ'ଣ ହବ? ନା ଚକୁଳି ହବ। ଆଉ କ'ଣ କୁହ ପିଲାମାନେ ତମମାନେ ମନେ ପକେଇକି? ଆଉ କ'ଣ ହବ? ନା ଚାଷ ହବ। ଆଉ କ'ଣ ହବ ପିଲାମାନେ କୁହ? ଚଟିଆ ହବ। ଚଟିଆ ତମମାନେ ପଢିଛ ନା ନାଇଁ ବହିରେ? ଚଟିଆ ହବ। ଆଉ କ'ଣ ହବ? ନା ଚଟଣି ହବ। ଚଟଣି ତମମାନେ କବିତାରେ ପଢିଥିବ ଚଟଣି। ବାଘ ମାମୁଁ ଚଟଣି ଖାଇଥିଲା। ଆଉ କ'ଣ ହବ କୁହ? ଚୌକି ହବ। ଏଇଭଳି ଭାବରେ ତମମାନଙ୍କ ବହିରେ ଲେଖିବ। ତାପରେ ଟ ଲଗେଇକି ଆମେ କେତେକ ଶବ୍ଦ ଜାଣିଛେ ଲେଖିବା ଏଠି। ଟ ଲଗେଇକି ପିଲାମାନେ କୁହ ପିଲାମାନେ, ଟରେ କ'ଣ ହବ? ଟୁନା ହବ। ଟୁନା ଟୁନି ଆମେ ବହିରେ ପଢିଛ ନା ନାଇଁ? ତାପରେ ଟୁନି ଲେଖିବା ଏଠି। ଆଉ କ'ଣ ହବ ପିଲାମାନେ କୁହ? ଟଗର ହବ। ଆଉ କ'ଣ ହବ? ଟଗର ଫୁଲ ତମମାନେ ଦେଖିଛ ନା ନାଇଁ? ପିଲାମାନେ କୁହ ଆଉ କ'ଣ ହବ? ନା ଟମାଟୋ ହବ ଏଠି। ଆଉ କ'ଣ ହବ? ଟ୍ରକ୍ ହବ। ଟ୍ରକ୍ ତମମାନେ ଦେଖିଛ କି ନାଇଁ ପିଲାମାନେ କୁହ? ଆଉ କ'ଣ ହବ? ଟ୍ରାକ୍ଟର ହବ। ଏଇଭଳିଆ ତମମାନେ କ'ଣ ଟ ଲଗେଇକି କେତେକ ଶବ୍ଦ ଯଦି ଜାଣିଛ ଆଉ ତମମାନେ ଲେଖିବ। ଏଇଭଳି ଭାବରେ ତମମାନେ ତମମାନଙ୍କ ବହିରେ ଲେଖିନବ। ଏବେ ଦେଖିବା ପିଲାମାନେ 8 ନମ୍ବର ପ୍ରଶ୍ନ କ'ଣ ଦେଇଛି। ଏଠି କ'ଣ? ଚଟିଆ ଆଖିରେ ଚଷମା ଲଗାଇ ଚୌକି ଉପରେ ବସିଛି। ଚଟଣି ତାଟିଆ ପାଟିରେ ଲଗାଇ ଟିକିଏ ଟିକିଏ ଚାଖୁଛି। ଏଠି ପିଲାମାନେ ତମମାନେ ଆଉ ଥରେ ପଢ ମୋ ସହିତ। ଚଟିଆ ଆଖିରେ କ'ଣ? ଚଷମା ଲଗାଇ ଚୌକି ଉପରେ ବସିଛି। ଚଟଣି ତାଟିଆ ପାଟିରେ ଲଗାଇ ଟିକିଏ ଟିକିଏ ଚାଖୁଛି। ଏଠି ଚଟିଆ କ'ଣ କରିଛି? ନା ଆଖିରେ ଚଷମା ଲଗାଇଛି। ଚଷମା ଲଗେଇକି ସେ କ'ଣ କରିଛି? ନା ଚୌକି ଉପରେ ବସିଛି। ଆଉ କ'ଣ କରିଛି? ନା ଚଟଣି ତାଟିଆକୁ ପାଟିରେ ଲଗାଇକି ଟିକିଏ ଟିକିଏ ସେ କ'ଣ କରୁଛି? ନା ଚାଖୁଛି। ହେଲା, ଦେଖିବା ଏଠି ପ୍ରଶ୍ନ କ'ଣ ଦେଇଛି। ନା ଚ ଅକ୍ଷର ଯେଉଁଠି ଅଛି ତା ଉପରେ ଗୋଡ଼ି ରଖିବା। ଏଠି ପିଲାମାନେ ଆମେ ଯେଉଁ କବିତାଟି ଏଠି ପଢିଲେ, ଏଠି ଯେଉଁଠି କ'ଣ ଚ ଅଛି ଆମେ କ'ଣ କରିବା? ଚ ଅକ୍ଷର ଯେଉଁଠି ଅଛି ତା ଉପରେ କ'ଣ କରିବା? ନା ଗୋଡ଼ି ରଖିବା। ତମମାନେ କ'ଣ କରିବ? ମୋ ପାଖରେ ତ ଗୋଡ଼ି ନାହିଁ। ତମମାନେ କ'ଣ କରିବ? ନା ଟିକି ଟିକି ଗୋଡ଼ି ସବୁ ଖୁଣ୍ଟିକି ରାସ୍ତାରୁ ଆଣିବ। ତାପରେ କ'ଣ କରିବ? ନା ଯେଉଁଠି ଚ ଅକ୍ଷର ଥିବ ସେଠି କ'ଣ କରିବ? ତା ଉପରେ ଟିକେ ଟିକେ ଗୋଡ଼ି ଥୋଇବ। ଏଠି ଦେଖିବା ଚ ଅକ୍ଷର କେଉଁଠି ଅଛି? ଚଟିଆ ଆଖିରେ ଚଷମା ଲଗାଇ। ଏଠି ପିଲାମାନେ ଚ ଅଛି। ତମମାନେ କ'ଣ କରିବ? ଏଠି ଗୋଟିଏ ଟିକି ଗୋଡ଼ି ଥୋଇବ। ହେଲା, ଏଠି ଚଷମା ଅଛି ଯେହେତୁ ଏଠି ଚ ଅଛି। ଏଠି କ'ଣ କରିବ? ଚ ଉପରେ ତମମାନେ ଟିକି ଗୋଡ଼ି ଥୋଇବ। ହେଲା, ତାପରେ କ'ଣ ଦେଇଛି? ଚୌକି ଉପରେ ବସିଛି। ଚୌକି ଏଠି ଚ ଅଛି ପିଲାମାନେ। ଏଠି କ'ଣ କରିବ? ନା ଚ ଉପରେ ଗୋଟିଏ ଟିକି ଗୋଡ଼ି ଥୋଇବ। ହେଲା, ତାପରେ ଚଟଣି ତାଟିଆ ପାଟିରେ ଲଗାଇ। ଏଠି ଯେହେତୁ ଚ ଅଛି, ଚଟଣି ଅଛି, ଏଠି କ'ଣ କରିବ? ନା ଚ ଉପରେ ଗୋଟିଏ ଟିକି ଗୋଡ଼ି ଥୋଇବ। ତାପରେ ଏଠି କ'ଣ ଦେଇଛି? ନା ଟିକିଏ ଟିକିଏ ଚାଖୁଛି। ହେଲା, ଏଠି ଚାଖୁଛି ଯେହେତୁ ଅଛି, ଚ ଅଛି ଏଠି, ଏଠି କ'ଣ କରିବ? ନା ଚ ଉପରେ ଗୋଟିଏ ଟିକି ଗୋଡ଼ି ଥୋଇବ। ହେଲା, ତମମାନେ ବୁଝିପାରିଲ କି ନାହିଁ ପିଲାମାନେ? ଏବେ ଦେଖିବା 9 ନମ୍ବର ପ୍ରଶ୍ନ। 9 ନମ୍ବର ପ୍ରଶ୍ନ କ'ଣ ଦେଇଛି ପିଲାମାନେ ଦେଖିବା। 9 ନମ୍ବର କ ଆସ ଚକୁଳି ପିଠାର ଛବି କରିବା। ଏଠି ପିଲାମାନେ କ'ଣ ଚକୁଳି ପିଠାର ଛବି ଦେଇଛି। ଏଇଭଳି ଭାବରେ ତମେମାନେ କ'ଣ କରିବ? ନା ଚକୁଳି ପିଠାର ଛବି କରିବ। ଆଚ୍ଛା କହିଲ ପିଲାମାନେ, ତମମାନେ ସବୁ ଚକୁଳି ପିଠା ଖାଇଛ ନା ନାଇଁ? ମା ମାନେ ସବୁ ଘରେ କରିକି ଦେଇଥିବେ। ତମମାନେ ସବୁ ଚକୁଳି ପିଠା ଖାଇଥିବ। କୁହ ଦେଖିବା ଚକୁଳି ପିଠା ଦେଖିବାକୁ କିପରି? ନା ଚକୁଳି ପିଠା ଦେଖିବାକୁ ପୁରା ଗୋଲ ଏଇଭଳି ନା ନାଇଁ? ଏଇଭଳି ଚିତ୍ର ସବୁ କ'ଣ କରିବ? ନା ଏଇଠି କରିବ। ଏଇଠି କରିବ ପିଲାମାନେ ତମେ ଚକୁଳି ପିଠାର ଛବି। ହଁ, ତମମାନେ ତମାନଙ୍କ ବହିରେ ଏଇଭଳି ଭାବରେ କର ଚକୁଳି ପିଠାର ଛବି। ହେଲା, ଏଇଭଳି ଭାବରେ କରିନବ।
9 ନମ୍ବର ଖ ଦେଖିବା କ'ଣ ଦେଇଛି, ଆସ ଅଧା ଚକୁଳି ପିଠାର ଛବି କରିବା। ପିଲାମାନେ ଏଠି କ'ଣ ଫୁଲ୍ ଚକୁଳି ପିଠା ଅଛି, ତମାନେ ଯଦି କ'ଣ ଫାଳେ ଚକୁଳି ପିଠା ଦେହରୁ ଖାଇଦିଅ, ଆଉ କ'ଣ ଫାଳେ ଅଧା ରହିବ ଏଠି ଅଧା ଚକୁଳି ପିଠା, ତମାନେ ସବୁ ଘରେ ଅଧା ଚକୁଳି ପିଠାର ଛବି ଦେଖିଥିବ। ଏଠି ପିଲାମାନେ ଲକ୍ଷ୍ୟ କର ଗୋଟିଏ କ'ଣ ଅଧା ଚକୁଳି ପିଠାର ଛବି ଅଛି ହେଲା। ଏଇଭଳି ଭାବରେ ତମେ କ'ଣ କରିବ ନା ଛବି କରିବ। ଏଠି ତମାନେ ଅଧା ଚକୁଳି ପିଠାର ଛବି କର ପିଲାମାନେ, ତମାନଙ୍କ ବହିରେ ତମାନେ ଏଇଭଳି ଭାବରେ କର। କ'ଣ ନା ଅଧା ଚକୁଳି ପିଠାର ଛବି ତମାନେ କରୁଛ ନା ନାଇଁ। ଗ ନମ୍ବର ପ୍ରଶ୍ନ ଏବେ ପଢିବା ପିଲାମାନେ କ'ଣ ଦେଇଛି, ଅଧା ଫୁଲକୁ ପୂରା କରିବା। ଏଠି କ'ଣ ହେଇଛି ନା ଅଧା ଫୁଲ ଦେଇଛି ହେଲା, ଆମେ ତାକୁ କ'ଣ କରିବା ନା ପୂରା କରିବା। ଏବେ କରିବା ପିଲାମାନେ ଆମେ ପୂରା, ତମାନେ ତମାନଙ୍କ ବହିରେ ଏଇଭଳି ଭାବରେ ଅଧା ଫୁଲକୁ ପୂରା କର ପେନସିଲ ସାହାଯ୍ୟରେ। ତମାନେ କରୁଛ ନା ନାଇଁ ପିଲାମାନେ। ପେନସିଲ ସାହାଯ୍ୟରେ ତମାନେ ଏଇଭଳି ଭାବରେ ଅଧା ଫୁଲକୁ ପୂରା କରିବ। ଏଠି ମଧ୍ୟ ପିଲାମାନେ କରିନିଅ ଏଇଭଳି ଭାବରେ ପେନସିଲ ସାହାଯ୍ୟରେ କ'ଣ ଅଧା ଫୁଲକୁ ପୂରା କରିବ। ପେନସିଲ କରିବ ପିଲାମାନେ, ପେନ୍ କରିବନି, ପେନ୍ କଲେ ଆଉ ଲିଭେଇ ହବନି। ଏଇଭଳି ଭାବରେ ପିଲାମାନେ ପେନସିଲ ସାହାଯ୍ୟରେ ତମାନେ କର ତମାନଙ୍କ ବହିରେ। ଏଇଭଳି ଭାବରେ କରିନିଅ। ତମାନେ ଏଇଭଳି ଭାବରେ ତମାନଙ୍କ ବହିରେ କ'ଣ କରିବ ନା ଅଧା ଫୁଲକୁ ସବୁ ପୂରା କରିବ ହେଲା। ପେନସିଲ କରିବ, ପେନ୍ କଲେ କ'ଣ ଭୁଲ ହେଇଗଲେ ଆଉ ଲିଭେଇ ହବନି। ଏଇଭଳି ଭାବରେ କରିବ। ପିଲାମାନେ ଦେଖିବା ଏଠି 10 ନମ୍ବର ପ୍ରଶ୍ନ କ'ଣ ଦେଇଛି, ଛବି ଦେଖି କହିବା। ଆଚ୍ଛା କହିଲ ପିଲାମାନେ, ଛବି ଦେଖି ତମାନେ କ'ଣ କହିବ କୁହ। ଏଠି ଦେଖୁଛ କ'ଣ ଦେଖୁଛ ଛବିରେ। ଛବିରେ ଏଠି କ'ଣ, ଏଠି ଗୋଟିଏ ଚାଳ ଘର ଦେଖୁଛ, ଆଉ ଏଠି ସବୁ କ'ଣ କାଠ ପଡ଼ିଛି। ଏଠି କ'ଣ ହନୁମାଙ୍କଡ଼ଟିଏ ବସିଛି। ବେଙ୍ଗୁଲି ନାନୀ ଏଠି କ'ଣ କରୁଛି ନା ବେଙ୍ଗୁଲି ନାନୀ ଏଠି ପିଠା କରୁଛି। ମାଙ୍କଡ଼ ସେଠି କ'ଣ କରୁଛି ନା ବେଙ୍ଗୁଲି ନାନୀ ଏଠି ବସିକି ପିଠା କରୁଛି। ମାଙ୍କଡ଼ ଏଠି କ'ଣ କରୁଛି ନା ବସିକି ଦେଖୁଛି। କାହାକୁ ଦେଖୁଛି ନା ବେଙ୍ଗୁଲି ନାନୀକୁ ଦେଖୁଛି ସେ କେମିତି ପିଠା କରୁଛି। ଆଚ୍ଛା ଦେଖିବା ପିଲାମାନେ ଏଠି ପ୍ରଶ୍ନ କ'ଣ ଦେଇଛି, କ ଦେଖିବା କ'ଣ ଦେଇଛି 10 ନମ୍ବର କ, ବେଙ୍ଗୁଲି ନାନୀ କ'ଣ କରୁଛି। ବେଙ୍ଗୁଲି ନାନୀ ଏଠି କ'ଣ କରୁଛି ପିଲାମାନେ, ବେଙ୍ଗୁଲି ନାନୀ ଏଠି ପିଠା କରୁଛି ହେଲା। ଏଠି ଲେଖିବ ବେଙ୍ଗୁଲି ନାନୀ କ'ଣ କରୁଛି ନା ପିଠା କରୁଛି। ଏଠି ଲେଖିବ ତମାନଙ୍କ ବହିରେ ବେଙ୍ଗୁଲି ନାନୀ ପିଠା କରୁଛି ହେଲା। ତାପରେ କ'ଣ ଦେଇଛି ଖ ନମ୍ବର ପ୍ରଶ୍ନ, ପିଠା କରିବା ପାଇଁ କି କି ଜିନିଷ ଦରକାର। ଆଚ୍ଛା କହିଲ ପିଲାମାନେ, ତମାନେ ସବୁ ତମାନଙ୍କ ଘରେ ପିଠା ଖାଇଥିବ ନା ନାହିଁ। କେଉଁ କେଉଁ ସବୁ ପିଠା ଖାଇଛ, ଆରିସା ପିଠା, ଚକୁଳି ପିଠା, ଆଉ କ'ଣ ମଣ୍ଡା ପିଠା, ଆଉ ଏଣ୍ଡୁରି ପିଠା ହେଲା। ପିଠା ଖାଇବା ପାଇଁ ହେଲେ କ'ଣ, ପିଠା କରିବା ପାଇଁ ହେଲେ କି କି ଜିନିଷ ଦରକାର, କ'ଣ ନା ଚାଉଳ ଦରକାର। ତମାନେ ଲେଖିବ ଏଇଭଳି, ଚାଉଳ ଦରକାର, ଆଉ କ'ଣ ଦରକାର ନା ବିରି ଦରକାର, ଆଉ କ'ଣ ଦରକାର ଗୁଡ଼ ଦରକାର। ତମେ ଗୁଡ଼ ଲଗେଇକି ପିଠା ଖାଉ ନା ନାହିଁ, ଗୁଡ଼ ମଧ୍ୟ ପିଠାରେ ଗୋଳେଇକି ହୁଏ। ପିଠା ଆଉ କ'ଣ ନଡ଼ିଆ ଦରକାର, ଆଉ କ'ଣ ଦରକାର ପିଲାମାନେ, ଚାଉଳ, ବିରି, ଗୁଡ଼, ନଡ଼ିଆ, ଆଉ କ'ଣ, ଆଉ ସବୁ କ'ଣ ଜାଣିଛ ପିଲାମାନେ ତମମାନେ ଲେଖିବ ଏଠି। ତାପରେ ଗ ନମ୍ବର ପ୍ରଶ୍ନ କ'ଣ ଦେଇଛି ନା ମାଙ୍କଡ଼ କ'ଣ ଦେଖୁଛି। ମାଙ୍କଡ଼ ଏଠି କ'ଣ ଦେଖୁଛି ପିଲାମାନେ କୁହ ନା ବେଙ୍ଗୁଲି ନାନୀ ଏଠି ପିଠା କରୁଛି। ମାଙ୍କଡ଼ ଏଠି କ'ଣ କରୁଛି ନା ବସିକି ପିଠାକୁ ଦେଖୁଛି ହେଲା। ମାଙ୍କଡ଼ କ'ଣ ଦେଖୁଛି, ଏଠି କ'ଣ ପିଠା ଦେଖୁଛି। ଏଠି ପିଲାମାନେ ଲେଖିବ ତମାନେ ପିଠା ଦେଖୁଛି ହେଲା। ତାପରେ କ'ଣ ଦେଇଛି ଘ ନମ୍ବର ପ୍ରଶ୍ନ, ତୁମେ କେଉଁ ସବୁ ପିଠା ଖାଇଛ।
ଆଚ୍ଛା ପିଲାମାନେ କୁହ ତମାନେ କେଉଁ ସବୁ ପିଠା ଖାଇଛ ତମାନେ? ତମାନେ ଅଷ୍ଟମୀରେ ଏଣ୍ଡୁରି ପିଠା ଖାଇଥିବ। ତମାନଙ୍କ କଣ ଘରେ ସବୁ ମା ମାନେ କରିକି ଦେଇଥିବେ ଏଣ୍ଡୁରି ପିଠା। ଆଉ କେଉଁ ପିଠା ଖାଇଛ? ମଣ୍ଡା ପିଠା। ଆଉ କେଉଁ ପିଠା? ନା ଚକୁଳି ପିଠା। ଆଉ କେଉଁ ପିଠା କହିଲ ପିଲାମାନେ? ପୋଡ଼ ପିଠା ତମାନେ ରଜରେ ଖାଇଛ ନା ନାହିଁ? ପୋଡ଼ ପିଠା। ଆଉ କେଉଁ ପିଠା କୁହ ପିଲାମାନେ? ଆଉ କେଉଁ ପିଠା ଖାଇଛ କୁହ? ଆରିସା ପିଠା ଖାଇଛ ନା ନାହିଁ? ଲେଖିବ ଆରିସା ପିଠା। ଆଉ ସବୁ ପିଲାମାନେ ତମାନେ ମନେ ପକେଇକି ଲେଖିବ ଏଠି ହେଲା। ତମାନେ ଭଲ ଭାବରେ ବୁଝିହେଲା କି ନାହିଁ? ଏଇଭଳି ଭାବରେ ତମାନେ ତମାନଙ୍କ ବହିରେ ଏଇଭଳି ଭାବରେ କଣ ଲେଖିବ। ପିଲାମାନେ ତମାନଙ୍କୁ ଯଦି ଏଇ ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।